ଆରେ ସ୍ୱାମୀ ତୁମେ ଇଏ କ'ଣ କରୁଛ? ମୋ ସ୍ୱାମୀ କ'ଣ କରୁଛନ୍ତି ଆପଣମାନେ ବି କ'ଣ ଜାଣିବା ପାଇଁ ଚାହୁଁଛନ୍ତି? ତା ପାଇଁ ପୁରା ଭିଡ଼ିଓକୁ ଦେଖନ୍ତୁ। ମୁଁ ଯେମିତି ସବୁଦିନ ସକାଳୁ ଉଠେ ସେମିତି ସକାଳୁ ଉଠିକି ଝାଡ଼ୁ କରିଦେଲି। ତାପରେ ମୁଁ ଚା ବନେଇବି, ତ ସେତେବେଳକୁ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଦେଖନ୍ତୁ ତାପରେ ଚା ବସାଇଲି, ତାପରେ ମୋ ସ୍ୱାମୀଙ୍କୁ ଦେଲି। ଯେହେତୁ ମୁଁ ଆଉ ମୋ ସ୍ୱାମୀ ଏବେ ଘରେ ଅଛୁ, ମା' ବାପା ଯାଇଛନ୍ତି ଗୟା, ତ ତାପରେ ଲାଗି ପଡ଼ିଛନ୍ତି ସ୍ୱାମୀ ତାଙ୍କ କାମରେ। କ'ଣ କରୁଛନ୍ତି ନା ଦେଖିଲା ବେଳକୁ ମୋ ବ୍ଲୁଟୁଥ୍ଟି ଖରାପ ହେଇଯାଇଥିଲା। ତାପରେ ସେ ଲାଗି ପଡ଼ିଛନ୍ତି ସେଇଟାକୁ ସଜାଡ଼ିବାରେ ପୁରା। କ'ଣ ଆପଣଙ୍କ ଘରେ ବି ଏମିତି ମିସ୍ତ୍ରୀ କେହି ଅଛନ୍ତି କି? ତାପରେ ଦେଖିଲା ବେଳକୁ ସେ ସତକୁ ସତ ସଜାଡ଼ି ଦେଲେ ଆଉ କହିଲେ ଦେଖିଲୁ ତ ମୁଁ କେମିତି ସଜାଡ଼ି ଦେଲି। ତାପରେ ମୁଁ ଲାଗି ପଡ଼ିଲି କୋବି, ଗାଜର ଆଉ କ୍ୟାପ୍ସିକମ୍ ସବୁକିଛି କାଟିବା ପାଇଁ, କାହିଁକିନା ସ୍ୱାମୀଙ୍କର ଆଜି ଇଚ୍ଛା ପାସ୍ତା ବନେଇବାକୁ। ତ ମୁଁ ସବୁ କାଟିଦେଲି। କାଟି ସାରିଲା ପରେ ସ୍ୱାମୀ ବନେଇବେ ପାସ୍ତା। କ'ଣ ଆପଣମାନଙ୍କୁ ବି ପାସ୍ତା ଖାଇବା ପାଇଁ ଭଲ ଲାଗେ? ମୋତେ ତ ମୋ ସ୍ୱାମୀ ହାତ ରନ୍ଧା ଖାଇବା ପାଇଁ ବହୁତ ଭଲ ଲାଗେ। କାହାକୁ କାହାକୁ ତାଙ୍କ ସ୍ୱାମୀ ହାତ ରନ୍ଧା ଖାଇବା ପାଇଁ ଭଲ ଲାଗେ ଟିକେ କମେଣ୍ଟ କରିଲେ। ତାପରେ ଦେଖିଲା ବେଳକୁ ସ୍ୱାମୀ ଲାଗି ପଡ଼ିଛନ୍ତି ପାସ୍ତା ବନେଇବାରେ। ତ ମୁଁ ଯାଇକି ଦେଖୁଛି ଯେ ପାସ୍ତାଟା କ'ଣ ହେଇଛି ନା, ଦେଖିଲା ବେଳକୁ ପୁରା ତ ରେଡ଼ି ହେଇନି। ତାପରେ ଯାଇକି ଦେଖେ ତ ହଁ ଆଉ ଅଳ୍ପ ସମୟ ଟିକେ ଅପେକ୍ଷା କରିନେବା ଆଉ। ତାପରେ ଦେଖିଲା ବେଳକୁ ଆମମାନଙ୍କୁ ପାସ୍ତା ଏବେ ରେଡ଼ି। ତାପରେ ଆମେ ଚାଲିଲୁ ମାଜା ପିଇବା ପାଇଁ। ତାପରେ ଦେଖନ୍ତୁ ସ୍ୱାମୀ ଫୋନ୍ ଦେଖିକି ମାଜା ପିଉଛନ୍ତି। ଆପଣମାନେ ତ ଆଗରୁ ଦେଖିଥିବେ ଆମ ବେଡ଼୍ଟି ପୁରା ସାଇଡ଼୍ରେ ପଡ଼ିଥିଲା, ଏବେ ଏମିତି ପଡ଼ିଛି। ତ ତାପରେ ଆମେ ଲଞ୍ଚ ତିଆରି କରିବା ପାଇଁ ଲାଗି ପଡ଼ିଲୁ। ଆଜି ପାଇଁ ଭିଡ଼ିଓ ଏତିକି। ଯେଉଁମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ସେମାନେ ନିଶ୍ଚୟ ଲାଇକ୍ କରିବେ। ଆଜି ପାଇଁ ଏତିକି, ରହୁଛି।